सर्वप्रथमे पिता पुत्र पवित्र आत्माकर गौरव पुणी समस्त विश्वासी विश्वासिनी प्रिय प्रभुंकर लोक मान आ प्रभु श्रीकृष्ण नाम रे प्रेज द लॉर्ड पुणी समस्त को नमस्कार। ए समय प्रभुंकर वाक्य पवित्र बाइबल गोटे अंश पाठ करवा जहाँ लेखा जाए प्रथम करंतिय 15 पर्व पुणी 19 पद। प्रथम करंतिय 15-19 जदि केवल यही जीवन निमंते आम्भे माने ख्रीष्टंक ठारे भरोसा रखिअछु तेबे समस्त मनुष्यंक ठारू आम्भे माने दुर्भाग्य। प्रार्थना करिया। प्रिय प्रभु वाक्य पठन करिअछु तुम्भे आम्भा मान को बुझिया पाई पवित्र आत्माकर शक्ति प्रदान कर पुणी तदनुसारे जीवन काटिबु आम्भ मान को शक्ति दियो। गौरव प्रशंसा दे यीशु नाम रे मागिलु आमीन। एटा लेखा जाए प्रेरित पाउल करंतिय मंडली को लिखती आम्भे माने प्रभुंक उपरे भरोसा करू प्रभुंक उपरे विश्वास करू प्रभुंक उपरे निर्भर करू। तेणु ये भरोसा निर्भर ताहा को आमे आम्भ मानकर सर्वेसर्वा बोली मानुअछु। कारण कौन तेणु प्रेरित पाउल देखौछन्ते एठारे लेखौछन्ते जे एही जीवन निमंते जदि केवल यही जीवन निमंते आम्भे माने ख्रीष्टंक ठारे भरोसा रखिअछु यही जीवन माने आमे जानिअछु जगत रे जेते दिन बंचिबु आउ से जीवन को एठार लेखा जाए तेबे यही जीवन रे यही जीवन बंचिबा निमंते यही जीवन आउ बंचिबा दिन मध्यरे जहाँ आवश्यक समस्त विषयर आवश्यक पूरण निमंते जदि ख्रीष्टंक ठारे आमे भरोसा रखिअछु तेबे समस्तंक अपेक्षा आमे अधिक दुर्भाग्य लोक माने आमे दुर्भाग्य लोक माने। तेणु आपण आउ मु कौन पाई भरोसा रखिअछु एठी आम्भे माने देखुछु जे प्रभुंक उपरे आमे काहीकि भरोसा रखिअछु। प्रभु आम्भ मान को निमंते आउ क्यों विषय रखिअछन्ति जे आमे भरोसा रखिअछु। तेणु आमे समस्ते जानू आम्भे माने प्रभुंक ठारे एठी पाई विश्वास करू भरोसा करू जे एई जगत रे जेते दिन बंचिबु ताहांक उपरे भरोसा करिबु निर्भर करिबु तांको विश्वास करिबु बंचिबु आउ शेष रे स्वर्ग राज्य रे प्रवेश करिबु। केवल जगत रे बंचिबा निमंते नुहे तेबे एठा लेखा जाए जगत रे बंचिबा पाई भरोसा अनेक समय आमे देखि थाउ अनेक लोक आपण मानक मध्यरे आम मध्यरे नाही न थाई पारंती किंतु अनेक लोक सुस्थ हेबा निमंते ही प्रभुंक निकट को आसंती अनेक लोक अभाव पूरण हेबा पाई ही प्रभुंक निकट को आसंती अनेक लोक
ଆଉ ଦୁଃଖିତ ସମୟରେ ସାନ୍ତ୍ୱନା ପାଇବା ପାଇଁ ହିଁ ପ୍ରଭୁଙ୍କ ନିକଟକୁ ଆସନ୍ତି। ଅନେକ ଲୋକ ଆଉ ସାମାଜିକ ଗୋଟିଏ ପର୍ବପର୍ବାଣି ସମୟରେ ହିଁ ପ୍ରଭୁଙ୍କ ନିକଟକୁ ଆସନ୍ତି। ଅନ୍ୟ ସମୟରେ ସେମାନେ ଭୁଲି ଯାଆନ୍ତି। ତେଣୁ ସେମାନେ ପ୍ରକୃତରେ ଦୁର୍ଭାଗ୍ୟ ଲୋକମାନେ। ଆଉ ସେଇ ଲୋକମାନେ କେବଳ ସମାଜକୁ ଦେଖାଇବା ନିମନ୍ତେ ପ୍ରାର୍ଥନା କରନ୍ତି। ଆଉ ସମାଜ ଜାଣିବ ସେ ଜଣେ ପ୍ରଭୁଙ୍କର ଲୋକ, ସେ ଜଣେ ବିଶ୍ୱାସୀ, ସେ ପ୍ରାର୍ଥନାରେ ଆସୁଛି। ରୋଗ ହେଲେ ପ୍ରାର୍ଥନା କରାଉଛି, ଅଭାବ ପୂରଣ ପାଇଁ ପ୍ରାର୍ଥନା କରାଉଛି, ପର୍ବ ସମୟରେ ମଧ୍ୟ ପ୍ରାର୍ଥନାରେ ଉପସ୍ଥିତ ରହୁଅଛି ଜଗତକୁ ଦେଖାଇବା ନିମନ୍ତେ। ଆଉ ଏହି ଜୀବନ ନିମନ୍ତେ ସେ ଆଉ ବଳକା ସମୟରେ ଅନ୍ୟ ସମୟରେ ପ୍ରଭୁଙ୍କ ଠାରୁ ଆଉ ବାକ୍ୟର ବାହାରେ ଜୀବନ ସେ କାଟିବ। ଯେଉଁମାନେ ଏହି ଜୀବନ ନିମନ୍ତେ ବ୍ୟତିବ୍ୟସ୍ତ ଚିନ୍ତିତ, ସେମାନେ ଆଉ ଜଗତ ମଧ୍ୟରେ ହୋଇପାରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବେ, ଟଙ୍କା ଅର୍ଜନ କରିପାରିବେ, ଆଉ ଏହି ଜଗତରେ ଆଉ ସେମାନଙ୍କର ଅଭାବ ନଥିବ। ଅଭାବ ସମସ୍ତ ବିଷୟ ପୂରଣ ହୋଇପାରେ, ଆଉ ସେମାନେ ଧନୀ ମଧ୍ୟ ହୋଇପାରନ୍ତି, କାରଣ ସେମାନେ ଏହି ଜୀବନ ନିମନ୍ତେ ପ୍ରଭୁଙ୍କଠାରେ ଭରସା ରଖିଛନ୍ତି ଆଉ ଚେଷ୍ଟା କରନ୍ତି ଏହି ଜୀବନକୁ ସୁଖରେ ବିତାଇବା ପାଇଁ। ତେଣୁ ଆମେ ଦେଖୁଛୁ ଯେ ଏହି ଜୀବନ ଅଳ୍ପ କ୍ଷଣସ୍ଥାୟୀ, ଅଳ୍ପ ଦିନ ସ୍ଥାୟୀ। ଅନେକ ଆମେ ଜାଣିଅଛୁ ଘାସର ଫୁଲ ପରି, ବାଷ୍ପ ପରି, ପାଣିର ଫୋଟକା ପରି ଅନେକ ବିଷୟ। ଏହି ଜଗତରେ ଯେତେ ଦିନ ବଞ୍ଚୁଛୁ ଏହି ଜୀବନ ମିଥ୍ୟା ଜୀବନ। ସେଥିପାଇଁ ଜୀବନ ଆଉ ମରଣ, ମୃତ୍ୟୁ ଦୁଇ ଜଣ କଥା ହେଉଛନ୍ତି। ମୃତ୍ୟୁ କହୁଛି ଜୀବନକୁ, ଭାଇ ଜୀବନ ତୋତେ ସମସ୍ତେ ଭଲ ପାଆନ୍ତି, କିନ୍ତୁ ମୋତେ ସମସ୍ତେ ଘୃଣା କରନ୍ତି, ଭୟ କରନ୍ତି। କ'ଣ ପାଇଁ? ଜୀବନ କହୁଛି ଦେଖ, ମୁଁ ଅଳ୍ପ ଦିନ ତାଙ୍କ ସହିତ ରହିବି ଆଉ ସେମାନଙ୍କୁ ଛାଡ଼ିକି ଚାଲିଯିବି, ସେମାନଙ୍କୁ ଠକିଦେବି, ଖାଇବା ପିଇବା ଉପଭୋଗ କରିବା ସବୁ ଲାଳସା ଦେଖେଇବି, ତାପରେ ଚାଲିଯିବି। ମୁଁ ମିଥ୍ୟା। ଏଇ ଜଗତର ଜୀବନ, ଏଇ ଜୀବନ ଯାହା ଜଗତ ମଧ୍ୟରେ ବଞ୍ଚୁଛି, କିନ୍ତୁ ତୁ ସତ୍ୟ, ମୃତ୍ୟୁ ତୁ ଆଉ ଥରେ ତୁ ଫେରି ଆସିବୁ ନାହିଁ। ମୃତ୍ୟୁ ମାନେ ମୃତ୍ୟୁ, ମୁଁ ଜୀବନ ମାନେ ଆଉ ଛାଡ଼ି ଚାଲିଯିବା ଲୋକ। ମୁଁ ମିଥ୍ୟା କହିଲେ ଭୁଲ ହେବ ନାହିଁ। ସେଇଥିପାଇଁ ଜଗତର ଲୋକମାନେ ମିଥ୍ୟାକୁ ଭଲ ପାଆନ୍ତି, ସତ୍ୟକୁ ସେମାନେ ଭୟ କରନ୍ତି, ସତ୍ୟକୁ ଘୃଣା କରନ୍ତି, ସତ୍ୟକୁ ସେମାନେ ମାନନ୍ତି ନାହିଁ। ତେଣୁ ଆମେ ଏହି ଜୀବନ ଆଉ ପ୍ରଭୁଙ୍କ ଉପରେ ଭରସା ରଖିବା, ଏହି ଜୀବନ ବଞ୍ଚିବା ପାଇଁ ନୁହଁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ। ଭାବି ଜୀବନ ଅର୍ଥାତ୍ ଅନନ୍ତ ଜୀବନ ଆଉ ପାଇବା ନିମନ୍ତେ ଆମେ ଭରସା ରଖିବା ଆଉ ସବୁବେଳେ ଚେଷ୍ଟା କରିବା। ତେଣୁ ଏଇ ଜୀବନ ଯେଉଁମାନେ ଭରସା ରଖନ୍ତୁ ଏଇ ଜୀବନ ଉପରେ, ଆଉ ସେମାନେ ଦୁର୍ଭାଗ୍ୟ ଲୋକ। ଆଉ ସେମାନେ ଏହି ଜଗତର ସମସ୍ତ ବିଷୟ ପାଆନ୍ତି ଆଉ ଜଗତକୁ ଦେଖାଇବା ନିମନ୍ତେ ସେସବୁ କରନ୍ତି। ତେଣୁ ବାକ୍ୟରେ ଲେଖାଯାଏ, ପ୍ରଥମ ତିମୋଥୀ 6:5 ଲେଖାଯାଇଛି। ପ୍ରଥମ ତିମୋଥୀ 6:5।
ଶୁଣନ୍ତୁ, ପୁଣି ଯେଉଁମାନେ ଈଶ୍ୱର ପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ। ତିମୋଥି ଆଉ ନିକଟକୁ ପ୍ରେରିତ ପାଉଲ ଲେଖୁଅଛନ୍ତି, ନା ଈଶ୍ୱର ପରାୟଣ, ଧର୍ମକର୍ମ, ଧାର୍ମିକ ଭାବନା, ଆତ୍ମିକ ବିଷୟ, ଏଇସବୁ ଗୋଟେ ଲାଭର ବିଷୟ ବୋଲି ଆଉ ଲାଭର ଉପାୟ ବୋଲି ଅନେକ ଲୋକ ମନେ କରନ୍ତି। ପ୍ରଭୁଙ୍କୁ ଭୟ କଲେ, ଧର୍ମପରାୟଣ ଜୀବନ କାଟିଲେ, ପବିତ୍ର ଜୀବନ କାଟିଲେ ଆମ୍ଭମାନଙ୍କର ଲାଭ ହେବ, ଆମ୍ଭମାନଙ୍କର ଉପକାର ହେବ, ଆମ୍ଭମାନଙ୍କର ସମସ୍ତ ବିଷୟ ମଙ୍ଗଳ ହେବ। କେବଳ ଏ ବିଷୟ ସେମାନଙ୍କର ଚିନ୍ତାଧାରାରେ ଥାଏ। ହଁ, ହୁଏ, ପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକମାନଙ୍କର ମଙ୍ଗଳ ହୁଏ, ଆଶୀର୍ବାଦ ଆସେ, ସେମାନଙ୍କର ଶୁଭ ହୁଏ, ସମସ୍ତ ପ୍ରକାର ବିଷୟ ହୁଏ। କିନ୍ତୁ ଖାଲି ଏଇ ଜଗତରେ ଏ ବିଷୟ ପାଇବା ନିମନ୍ତେ ନୁହେଁ। ଲେଖାଯାଏ, ଏପରି ଭ୍ରଷ୍ଟମନା ଲୋକମାନେ, ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରି ମଧ୍ୟ ତାଙ୍କର ମନ ଏ ପ୍ରକାର ଭ୍ରଷ୍ଟ ହୋଇଯାଏ ଯେ କେବଳ ଲାଭ ପାଇଁ। ଲେଖାଯାଇଅଛି, ସତ୍ୟ ବର୍ଜିତ ଲୋକମାନଙ୍କର, ଆଉ ସେମାନେ ସତ୍ୟ ବର୍ଜିତ ଲୋକମାନେ, ସତ୍ୟକୁ ତ୍ୟାଗ କରୁଥିବା ଲୋକମାନେ, ସତ୍ୟକୁ ସେମାନେ ମାନିପାରନ୍ତି ନାହିଁ, ମାନିବେ ନାହିଁ, ସେମାନଙ୍କୁ ସତ୍ୟ ବର୍ଜିତ ଲୋକମାନେ ବୋଲି କୁହାଯାଏ। ଆଉ ସେମାନଙ୍କଠାରେ ସବୁବେଳେ ବିରୋଧ ହିଁ ବିରୋଧ ଜନ୍ମେ। ବିରୋଧ, ଶତ୍ରୁତା, ବିବାଦ, ଅହଙ୍କାର, ଗର୍ବ, ଅଭିମାନ ସବୁବେଳେ ବଢ଼ିଥାଏ। ଯେଉଁମାନେ ସତ୍ୟକୁ ପରିତ୍ୟାଗ କରନ୍ତି ଆଉ ସତ୍ୟକୁ ସେମାନେ ମାନନ୍ତି ନାହିଁ, ଆବଶ୍ୟକ ପଡ଼ିଲେ ଠିକ୍ ବିଷୟକୁ ଭୁଲ ବୋଲି କହନ୍ତି, ଭୁଲ ବିଷୟକୁ ଠିକ୍ ବୋଲି କହନ୍ତି। ଏହି ପ୍ରକାର ଲୋକମାନଙ୍କ ପାଖରେ ସବୁବେଳେ ବାକ୍ୟରେ ଲେଖାଯାଏ ଯେ ବିରୋଧ ଜନ୍ମେ, ଶତ୍ରୁତା ଜନ୍ମେ, କ୍ରୋଧ ଜନ୍ମେ। ତେବେ ଏ ବାକ୍ୟ ଅନୁସାରେ ଆମେ ଈଶ୍ୱର ପରାୟଣତାକୁ ଗୋଟେ ଲାଭର ବିଷୟ ଭାବିବା ନାହିଁ। ଆଉ ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟରେ କହିଅଛନ୍ତି, ଅନନ୍ତ ଜୀବନ ଲାଭ କରିବା ନିମନ୍ତେ ଆପଣ ସମସ୍ତ ବିଷୟ ଲାଭ କରନ୍ତୁ, ସମଗ୍ର ଜଗତ ଲାଭ କରନ୍ତୁ, କିଛି ଲାଭ ନାହିଁ ଯଦି ଆପଣ ଅନନ୍ତ ଜୀବନ ଲାଭ କରିଅଛନ୍ତି, ପ୍ରକୃତ ଲାଭ। ଆଉ ଯଦି ଭରସା କରିଅଛନ୍ତି ଯେ ଅନନ୍ତ ଜୀବନ ପାଇଅଛନ୍ତି, ଆଉ ପ୍ରକୃତ ଭରସା ଈଶ୍ୱରଙ୍କ ଉପରେ ଭରସା କରିଅଛନ୍ତି, ଆଉ ଈଶ୍ୱର ଆପଣଙ୍କୁ ଅନନ୍ତ ଜୀବନ ଦେବେ, ତେବେ ଏଇ ଦୁନିଆ ମଧ୍ୟରେ ଆମେ ଯେତେ ଦିନ ବଞ୍ଚିବା ଈଶ୍ୱର ପରାୟଣତାକୁ ଲାଭର ବିଷୟ ବୋଲି କହିବା ନାହିଁ। ଆଉ ଆମେ ଯାହା ପଢ଼ିଅଛୁ ଏଇ ଜୀବନ ନିମନ୍ତେ ଆମେ ଈଶ୍ୱରଙ୍କୁ ଭରସା କରିବା ନାହିଁ। ତେଣୁ ଆମ୍ଭେମାନେ ଏଇ ଦିନମାନଙ୍କରେ ଆଉ ଯେତେ ଆତ୍ମିକ ଜୀବନ କାଟିବା, ଯେତେ ବିଶ୍ୱସ୍ତ ହେବା, ଆଉ ଯେତେ ଭରସା କରିବା, ନିର୍ଭର କରିବା ଆଉ ଲାଭ କରିବା କେବଳ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଆଉ ଈଶ୍ୱରଙ୍କର ଅନନ୍ତ ଜୀବନ ପାଇବା ଆଶାରେ, ପାଇବା ପାଇଁ ଆମ୍ଭେମାନେ ସମସ୍ତ ବିଷୟ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ବାକ୍ୟ ଦେଇଅଛନ୍ତି, ଏଇ ବାକ୍ୟ ଅନୁସାରେ ଜୀବନ କାଟିବା। ଆମେ ଏଇ ଜୀବନକୁ ଆଉ ମାନେ କେବଳ ଏଇ ଜଗତରେ ଯେତେ ବଞ୍ଚିବ ଏହି ଜୀବନ ନିମନ୍ତେ ହିଁ ଈଶ୍ୱରଙ୍କ ଉପରେ ଭରସା ରଖିବା ନାହିଁ। ଆମେ ଭାବି ଜୀବନ ବା ଅନନ୍ତ ଜୀବନ ଆଉ ସ୍ୱର୍ଗ ରାଜ୍ୟ ନିମନ୍ତେ ଆମେ ଭରସା ରଖିବା। ଯଦି ଅନନ୍ତ ଜୀବନ ପାଇଁ ଭରସା ରଖିବା, ଅନନ୍ତ ଜୀବନ ପାଇବା ନିମନ୍ତେ ଆମେ ଆଉ ତାଙ୍କଠାରେ ଆଶା ରଖିବା, ତେବେ ସତ୍କର୍ମ କରିପାରିବା। ଯଦି
ଏଇ ଜୀବନ ନିମନ୍ତେ ଭରସା କିମ୍ବା ନିର୍ଭର କରିବା, ତାଙ୍କ ଉପରେ ବିଶ୍ୱାସ କରିବା, ତେବେ ଆମ୍ଭେ ଅନନ୍ତ ଜୀବନ ଲାଭ କରିପାରିବା ନାହିଁ। ତା ବଦଳେ ଅନନ୍ତ ନରକ ଆମେ ପାଇବା। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ଏଇ ଜଗତରେ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ ଆମ୍ଭେମାନେ ଏଇ ଜୀବନ ପାଇଁ ପ୍ରଭୁଙ୍କଠାରେ ଭରସା କରିବା ନାହିଁ। ଆମେ ପ୍ରଭୁ ଯେ ସୃଷ୍ଟିକର୍ତ୍ତା, ଆମ୍ଭମାନଙ୍କର ନିର୍ମାଣକର୍ତ୍ତା, ଆଉ ସେ ଆମ୍ଭମାନଙ୍କର ଜୀବନକୁ ଆଉ ଅନନ୍ତ ଜୀବନରେ ପରିଣତ କରିବା ନିମନ୍ତେ ସେ ସବୁବେଳେ ଇଚ୍ଛା କରନ୍ତି, ପ୍ରେମ କରନ୍ତି। କାରଣ ସେ ଆପଣା ଜୀବନ ଦେଇ, ଆପଣା ଜୀବନ ବାୟୁ ପ୍ରବେଶ କରାଇ ଆମ୍ଭମାନଙ୍କୁ ଜୀବିତ କରୁଅଛନ୍ତି, ଆଉ ତାଙ୍କର ପ୍ରିୟ ଜଗତର ସମସ୍ତ ଲୋକମାନଙ୍କୁ ଆଉ ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ଇଚ୍ଛା କରନ୍ତି। ଆପଣଙ୍କୁ ପୁଣି ମୋତେ ଆଜି ପ୍ରଭୁ ପ୍ରେମ କରନ୍ତି। ଆଉ ସେଇ ପ୍ରକାର ନ କରନ୍ତୁ, ଆମେ ଏହି ଜଗତ ନିମନ୍ତେ ହିଁ ପ୍ରଭୁଙ୍କ ଉପରେ ଭରସା ରଖିବା। ଏହି ଅଳ୍ପ ଦିନ ବଞ୍ଚିବା ନିମନ୍ତେ ହିଁ ପ୍ରଭୁଙ୍କ ଉପରେ ଭରସା ରଖିବା, ତାହା ନୁହେଁ ଅନନ୍ତ ଜୀବନ ପାଇବା ନିମନ୍ତେ ଆମେ ଭରସା ରଖିବା। ତେଣୁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ସବୁବେଳେ ଆଉ ତାଙ୍କ ଉପରେ ଭରସା ରଖିବା। ତେଣୁ ବାକ୍ୟରେ ଲେଖାଯାଇଅଛି ଯେ ଶାସ୍ତ୍ରୀ ଫାରୁସୀମାନେ ଆଉ ସାଦୁକୀମାନଙ୍କୁ ପ୍ରଭୁ ଯୀଶୁ ଏହି ବିଷୟରେ ମଧ୍ୟ କହିଥିଲେ ଯେ ସେମାନେ ଦେଖେଇ ହେବା କାମ, ଲୋକ ଦେଖିବା କାମ କରୁଥିଲେ, ବାହାରେ ଦେଖେଇ ହେବା କାମ କରୁଥିଲେ, ଆଉ ଧର୍ମକର୍ମ କରୁଥିଲେ। ତେଣୁ ସେମାନଙ୍କୁ କପଟି ବୋଲି କହିଲେ। ଦାନ ଦେଲେ, ଅନେକ ପ୍ରକାର ବିଷୟ କେବଳ ଜଗତରେ ଦେଖେଇବା ପାଇଁ କରୁଥିଲେ। ସେଥିପାଇଁ ତାଙ୍କୁ କହିଲେ କପଟି ମାନେ ବୋଲି। ଆଜି ମଧ୍ୟ ଆଜି ଜଗତ ନିମନ୍ତେ ଦେଖାଇବା ପାଇଁ, ଜଗତରେ କେବଳ ବଞ୍ଚିବା ପାଇଁ, ଜଗତରେ କେବଳ ଉପକାର ପାଇବା ପାଇଁ, ଆଉ ଏଇ ଜୀବନ ନିମନ୍ତେ କେବଳ ଆଶା ରଖି ପ୍ରଭୁଙ୍କୁ ବିଶ୍ୱାସ କରିବା ପାଇଁ ଆମ୍ଭେମାନେ ଜାଗ୍ରତ ହେବା। ସେଇଟା କରିବା ନାହିଁ। ଅନନ୍ତ ଜୀବନ ନିମନ୍ତେ ଆମେ ପ୍ରଭୁଙ୍କ ଉପରେ ଭରସା କରି ଜୀବନ କାଟି ପବିତ୍ର, ସିଦ୍ଧ ଆଉ ଅନିନ୍ଦନୀୟ, ପୁଣି ତାଙ୍କ ମନ ଯେ ପ୍ରକାର ଆମ ମନ ସେ ପ୍ରକାର କରି ଜୀବନ କାଟି ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ପୁଣି ପାଳନ କରିବା ପାଇଁ ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରଦାନ କରନ୍ତୁ। ଆମେନ୍।